ଝିଆଲୋ ଟିକେ ରାଶି ଲଡ଼ୁ କରିଦେବୁ ଖାଇବା ଆମ ଗାଁରୁ ଧରିକି ଆଇଛି ରାଶି। ରାଶି ଲଡ଼ୁ କରି ହଁ ହଉ ସରସ୍ୱତୀ ପୂଜା ତ ଆଇଛି ରାଶି ଲଡ଼ୁ ବନେଇଦେବା ଆଉ। ହଁ ହଁ। ଜୟ ଜଗନ୍ନାଥ। ଆଜି ଆମେ ବନେଇବା ସରସ୍ୱତୀ ପୂଜା ସ୍ପେଶିଆଲ ରାଶି ଲଡ଼ୁ। ସେଥିପାଇଁ ମୋ ଶ୍ୱଶୁର ଗାଁରୁ ଦେଶୀ ରାଶି ଆମର ଆଣିଥିଲେ। ମୁଁ 2 ଘଣ୍ଟା ପୂର୍ବରୁ ତାକୁ ବତୁରେଇ ଦେଇଛି। ଏବେ ତାକୁ ଗଡ଼େଇ ଦେବା। ଏବେ ତାକୁ ଗଡ଼େଇକି ମୁଁ ନେଇ ଆସିଛି। ଏବେ ତାକୁ ପାଣି ନିଗାଡ଼ିଲେ ଯେ ଥୋଇଦେବା। ଏବେ ପାଣି ନିଗିଡ଼ି ଯାଇଛି। ଏବେ ତାକୁ ଆମେ ହାତରେ ଚକଡ଼ି ଦେବା, ଯାହାଫଳରେ ତା ଚୋପା ଛାଡ଼ିଯିବ। ଯଦି ଚୋପା ନ ଛାଡ଼ିଲା ତାପରେ ଆଉ ଟିକେ ପାଣି ଛିଞ୍ଚି ଛିଞ୍ଚି ଚକଡ଼ିବେ, ତା ଫଳରେ ସବୁଯାକ ଚୋପା ଛାଡ଼ିଯିବ। ଏବେ ଚୋପା ଛାଡ଼ି ଯାଇଛି, ତାକୁ ଆମେ 2 ଦିନ ଖରାରେ ଶୁଖେଇ ଦେବା। ଗୋଟେ କରେଇ ବସେଇ ଦେଇଛି। କରେଇ ଉପରେ ଆମେ ରାଶିକି ପକେଇକି ଭାଜିବା। ଦେଖନ୍ତୁ ରାଶି ଏବେ ଭଜା ହେଇଯାଇଛି, ଏମିତି ହେବା ଦରକାର। ରାଶିକି ଆଉ ଗୋଟେ ପ୍ଲେଟକୁ କାଢ଼ିଦେବା। ସେଇ କରେଇରେ ଆବଶ୍ୟକ ମୁଁ ତାକୁ ଗୁଡ଼ ଦେବା। ଗୁଡ଼ ଆମେ ପାଗ କରିବା। ଦେଖନ୍ତୁ ଗୁଡ଼ ଆମର ହାତକୁ ଯେତେବେଳେ ବର ଅଠା ଭଳିଆ ଲାଗିବ ଜାଣିବେ ଗୁଡ଼ ହେଇଯାଇଛି। ଏବେ ଗୁଡ଼ ଆମର ହେଇଯାଇଛି। ତାପରେ ଭାଜିକି ରଖିଦେବା ରାଶିକି ପକେଇଦେବା ଆଉ ଗୋଳେଇ ଦେବା। ତାକୁ ଗୋଟେ ପ୍ଲେଟକୁ କାଢ଼ିଦେବା, ଶୀତଳ ହେବ। ଏବେ ଶୀତଳ ହେଇଯାଇଛି, ତାକୁ ଗୋଲ ଗୋଲ କରି ବଳିଦେବା। ଏବେ ରାଶି ଲଡ଼ୁ ଆମର ପ୍ରସ୍ତୁତ ହେଇଯାଇଛି। ରାଶି କଥା ବଢ଼ିଆ ହେଇଛି ଖାଇବାକୁ।